ଯଶୋଦାମା ଫାଉଣ୍ଡେସନ ତରଫରୁ ବର୍ଣ୍ଣବୋଧ ପାଠଶାଳାରେ ପିଲାମାନଙ୍କୁ ନେଇ ନୀଳାନ୍ତି ବିହାର ସୀତାନାଥ ନଗରଠାରେ ଶିଶୁ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ତଥା ଚଳଚ୍ଚିତ୍ର ନିର୍ମାତା ଡକ୍ଟର ପ୍ରକାଶ ସିଂଚନ୍ଦନ ମୁଖ୍ୟ ବକ୍ତା ଭାବେ ସମାଜ ବିଜ୍ଞାନୀ ଡକ୍ଟର ରୀନାରାଣୀ ରାଉତରାୟ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ, ଶିକ୍ଷାବିତ୍ ତଥା ରୋଟାରିଆନ୍ ଶ୍ରୀମତୀ କନକଲତା ମିଶ୍ର ଏବଂ ଯୁବ ନେତା ତଥା ଜୟ ଓଡ଼ିଶା ସାମାଜିକ ସଂଗଠନର ପ୍ରତିଷ୍ଠାତା ଶ୍ରୀ ରୁଦ୍ରନାରାୟଣ ସାମନ୍ତରାୟ ଯୋଗଦେଇ ଛୋଟ ଶିଶୁମାନଙ୍କୁ ତାଙ୍କ ଆଶୀର୍ବଚନ ପ୍ରଦାନ କରିଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ସହ ଚାଚାଜୀ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଯଶୋଦାମା ଫାଉଣ୍ଡେସନ ପ୍ରତିଷ୍ଠାତ୍ରୀ ତଥା ଜଣାଶୁଣା ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଯୁବ ସମାଜସେବୀ ତଥା ସାହିତ୍ୟିକ ପ୍ରତସ୍ପନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଅଭିନେତା ଶ୍ରୀ ପ୍ରଫୁଲ୍ଲ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଙ୍ଗୀତ, ନୃତ୍ୟ ଓ ବକ୍ତୃତା ଦେଇ ପିଲାମାନେ ଅତିଥିମାନଙ୍କର ହୃଦୟ ଜୟ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବର୍ଣ୍ଣବୋଧ ପାଠଶାଳାର ଗୁରୁମାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷରେ ପିଲାମାନଙ୍କୁ ଓ ଅଭିଭାବକମାନଙ୍କୁ ଜଳଖିଆ ପ୍ୟାକେଟ୍, ବିସ୍କୁଟ ଓ ଚକୋଲେଟ ବଣ୍ଟନ କରାଯାଇଥିଲା। ପ୍ରାୟ 150ରୁ ଉର୍ଦ୍ଧ୍ୱ ପିଲା ଉପସ୍ଥିତ ରହିଥିବା ବେଳେ 70ରୁ ଅଧିକ ଅଭିଭାବକ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆଜି ଏ ଯୋଉ ପ୍ରୟାସ କରାଯାଇଛି ଗରିବ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ ପାଇଁ ଆଗକୁ ବଢିବା ପାଇଁ ଯୋଉ ସ୍ୱପ୍ନ ଦେଖିଛନ୍ତି ସେ ସ୍ୱପ୍ନ ସାକାର ହଉ ଏବଂ ତାଙ୍କର ଯୋଉ ପ୍ରବଳରୁ ପ୍ରବଳ ଚେଷ୍ଟା ଇଚ୍ଛା ଶକ୍ତି ସବୁବେଳେ ଚାଲିଛି ଆମେ ଦେଖିଲା ପରେ ମନ ଭିତରେ ଜାଗ୍ରତ ହୁଏ। ଯାହା ହଉ ଇଏ ଯୋଉ ସେବାମାନ ଭାବ ଇଏ ମହାନ ଧର୍ମ, ଇଏ ଧର୍ମ କିପରି ପିଲାମାନଙ୍କର ମଙ୍ଗଳ କରେ, ମାଙ୍କର ମଙ୍ଗଳ ହଉ, ସମାଜର ମଙ୍ଗଳ ହଉ, ପିଲା କେମିତି ଆଗେଇକି ସମାଜରେ ଆଗକୁ ବଢି ଚାଲନ୍ତି। ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ଏଇଠି ଉପସ୍ଥିତ ହେଇ ମୁଁ ନିବେଦିତା ଅପାଙ୍କ ବିଷୟରେ ଶୁଣିଥିଲି, ଯଶୋଦାମା ଫାଉଣ୍ଡେସନ ବିଷୟରେ ଶୁଣିଥିଲି, କିନ୍ତୁ ଆମେ ଆଜି ଦେଖିବାକୁ ପାଇଛୁ ଯେ ଆକ୍ଚୁଆଲି ସମ୍ପର୍କ କେତେ ନିବିଡ଼। ଏଇଠି ଯୋଉ ପିଲାମାନେ ତାଙ୍କ ମଧ୍ୟରେ ଯୋଉ ଉତ୍ସାହ ଅଛି, ଏଠି ତାଙ୍କର ଯୋଉ ଆବାହକ ମାନେ ଅଛନ୍ତି, ସେଇଠୁ ଆମେ ଦେଖିପାରୁଛୁ ଯେ ଏଇଠି ପିଲାମାନଙ୍କ ଭବିଷ୍ୟତ ପାଇଁ ଆଉ ପିଲାମାନେ କେମିତି ଆଗକୁ ବଢିବେ ତା ପାଇଁ ଯଶୋଦାମା ଫାଉଣ୍ଡେସନ ଯୋଉ ପ୍ରୟାସ କରୁଛି ତାହା ପାଇଁ ମୁଁ ତାଙ୍କୁ ନିବେଦିତା ଆପଣଙ୍କୁ ଧନ୍ୟବାଦ ଜଣେଇବି ଏବଂ ମୁଁ ଏଠିକି କହିପାରିବି ଯେ ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ। ଆପଣ ବଢି ଚାଲନ୍ତୁ, ଆମେ ଆପଣଙ୍କ ସହିତ ରହିକି କେମିତି ଯଶୋଦାମା ଫାଉଣ୍ଡେସନ ଆଗକୁ ଏମିତି ଭଲ କାମ କରିଚାଲିଥିବ ଆମେ ତା ପାଇଁ ପ୍ରତିଶ୍ରୁତିବଦ୍ଧ। ଧନ୍ୟବାଦ। ଯଶୋଦାମା ଫାଉଣ୍ଡେସନ ତରଫରୁ ନିବେଦିତାଙ୍କ ପ୍ରଚେଷ୍ଟାରେ ସୀତାନାଥ ନଗର ବସ୍ତିରେ ଆଜି ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯୋଉଥିରେ ମୁଖ୍ୟ ଅତିଥି ଭାବରେ ଶିଳ୍ପପତି, ପାଇକ ଆଖଡ଼ା ସଭାପତି, ଚଳଚ୍ଚିତ୍ର ନିର୍ମାତା, ସମାଜସେବୀ, ବିଲ୍ଡର, ଆମର ପ୍ରିୟର ହୃଦୟର ମୁରବୀ ଆମର ପ୍ରକାଶ ଚନ୍ଦ୍ର ଯୋଗ ଦେଇଥିଲେ। ଡକ୍ଟର ପ୍ରକାଶ ଚନ୍ଦ୍ର ମୁଖ୍ୟ ଅତିଥି ଭାବରେ ଏବଂ ଆମ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ, ସାମାଜିକ ବିଜ୍ଞାନୀ ତଥା ରୋଟାରୀ କ୍ଲବର ମୁଖ୍ୟ ମିଶ୍ର ଏବଂ ଆମ ସହିତ ରୀନା ରାଉତରାୟ ଯୋଗ ଦେଇଥିଲେ। ବରିଷ୍ଠ ସାହିତ୍ୟିକ ତଥା ସମାଜସେବୀ ତଥା ଆମ ସମାଜ ବିଜ୍ଞାନୀ ଆମ ସହିତ ଥିଲେ ରୁଦ୍ରନାରାୟଣ ସାମନ୍ତରାୟ, ପରିଚୟ ଆବଶ୍ୟକତା ନାହିଁ, ଯୁବ ପ୍ରତିଭା, ୟୁଥ୍ ଆଇକନ, ଜୟ ଓଡ଼ିଶା ପ୍ରତିଷ୍ଠାତା, ସମାଜସେବୀ ଏବଂ ରୁଦ୍ର ଭାଇ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି। ଆଉ ସମସ୍ତଙ୍କ ଶିକ୍ଷା ଶିକ୍ଷକ ଥିଲେ, 150 ପିଲା ଥିଲେ, 50ରୁ ଅଧିକ ଅଭିଭାବକ ଥିଲେ। ଏ କାର୍ଯ୍ୟକ୍ରମ ନିଶ୍ଚୟ ସୁନ୍ଦର ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଉଛୁ, ଇଲେକ୍ଟ୍ରୋନିକ ପ୍ରିଣ୍ଟ ମିଡିଆ ଧନ୍ୟବାଦ ଜଣାଉଛୁ, ସରୋଜ ମଲ୍ଲିକ, ଆମର ବିଭୂତି ଭାଇ ଏବଂ ଯୋଉମାନେ ସବୁ ଯୋଗ ଦେଇଥିଲେ, ପ୍ରଫୁଲ୍ଲ ଲେଙ୍କା ସାର୍, ସମସ୍ତେ ଧନ୍ୟବାଦ ଜଣାଉଛୁ। ଏ କାର୍ଯ୍ୟକ୍ରମ ଆହୁରି କେମିତି ଭାବରେ ଦ୍ରୁତ ହବ, ପିଲାମାନେ ଉନ୍ନତି କରିବେ, ତାଙ୍କୁ ସଫଳ ଦିଗରେ କେମିତି ଆଉ ନୂଆ ଫଳ ଯୋଡ଼ିବେ, ସେଥିପାଇଁ ରୁଦ୍ର ଭାଇ, ପ୍ରକାଶ ସାର୍ ଏବଂ ମନୋଜ ପ୍ରତିନିଧି ବହୁତ ସହଯୋଗ ଆସି ପ୍ରଦାନ କରାଯିବ। ଏଇଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ନୃତ୍ୟ, ଗୀତ, ସଙ୍ଗୀତ, ନାଚ ସହିତ ପିଲାମାନଙ୍କୁ ବିସ୍ତାର ପ୍ରଦାନ କରାଯାଇଥିଲା। ଚକ୍ଲେଟ ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର। ଆମ ଯୋଉ କ୍ଲବରେ ସ୍କୁଲରେ ହଉ କଲେଜରେ ହଉ ପିଲାଙ୍କୁ ଜାଣିବା ପାଇଁ ଏଇ କ୍ଲବରେ ପାଳନ କରୁଛୁ, ଯୋଉଟାକି ଆଜି ପିଲାମାନେ ବହୁତ ଖୁସି ଅଛି।
ସବୁ ପ୍ରକାର ପର୍ବପର୍ବାଣି ଯାହା ଫଙ୍କସନ ପଡେ ପିଲାମାନଙ୍କୁ ନିଶ୍ଚିତ ଭାବରେ ସେଠି ଅବଗତ କରାଯାଏ। ଇଂଲିଶ ଶିକ୍ଷକ ସାହାଯ୍ୟ କରୁଛୁ ପିଲାମାନେ ନାଚ ଗୀତର ପ୍ରତିଯୋଗିତା ହେଇଛି ପିଲାମାନଙ୍କୁ କମ୍ପିଟିସନ କରିଛି ତାଙ୍କ ମୋ ପାଖରେ ଭଲ ଭଲ ଅତିଥି ଆସି ପହଞ୍ଚନ୍ତି ଡକ୍ଟର ବିକାଶ ଚରଣ ଖୁସି ଲାଗୁଛି ଆଜି ସଫଳ ହେଇଛି ଖୁସି ଲାଗୁଛି। ଭୁବନେଶ୍ୱରରୁ ପ୍ରମୋଦ ପରିଡ଼ାଙ୍କ ରିପୋର୍ଟ, ସଂଘର୍ଷ ଟିଭି।